କେତେ ଥର ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କଲେ ନା ଆଜ୍ଞା? କହିଲା ଲାଇଲଜିନିଆ କଥା है ଗୋଟେ କଂସ ଭୂମିକା ଲାଗି କାଣା କାଣା ତାର ଦକ୍ଷତା ରହିବାର କଥା? निहाती रूपे पुराण ज्ञान आवश्यकता रहुचे ଧନୁ ଯାତ୍ରାରେ ଧନୁ आज्ञा ତାର ନାଁ କାଣା? धनु थिबार तो मथुरा राजा सुरक्षित है ମଥୁରା ରାଜ୍ୟଟା କେବେ ଆର୍ କିଏ ବସେ? मथुरा त्रेतेया युग स्थापन है ନମସ୍କାର, ଓଡ଼ିଆ ଅସ୍ମିତାର ଗୋଟେ ସ୍ୱତନ୍ତ୍ର ଅଧ୍ୟାୟକୁ ସ୍ୱାଗତ କରୁଛି ଆମେ ସୁବ୍ରତ। ଓଡ଼ିଆ ଅସ୍ମିତା ନିରନ୍ତର ଭାବେ ବରିଷ୍ଠ କଳାକାର ମାନଙ୍କୁ ନେଇକରି, ବୁଦ୍ଧିଜୀବୀ ମାନଙ୍କୁ ନେଇକରି, ରାଜନୈତିକ ବ୍ୟକ୍ତି ବିଶେଷ ମାନଙ୍କୁ ନେଇକରି ସିଧା କଥା କାର୍ଯ୍ୟକ୍ରମ ଆୟୋଜନ କରୁଛି। আর ଆପଣମାନଙ୍କ ସାମ୍ନାରେ ପ୍ରସିଦ୍ଧ ହେଉଛି ବିଭିନ୍ନ ପ୍ରସଙ୍ଗକେ ନେଇକରି। ଆଜି ଧନୁଯାତ୍ରାରେ ଅଭିନୟ କରବାର୍ ଲାଗି ବରିଷ୍ଠ କଳାକାର ଜଗଦାନନ୍ଦ ମିଶ୍ର ଆବେଦନ କରିଛନ୍। ପ୍ରତ୍ୟେକ 3 ବର୍ଷରେ ଥରେ ଚୟନ ପ୍ରକ୍ରିୟା ହେସି, ସେଟା ଆପଣମାନେ ଜାଣି ସାରିଛନ୍। ଓଡ଼ିଆ ଅସ୍ମିତା ଆଗରେ ଆପଣଙ୍କୁ ସୂଚନା ଦେଇଛି। ତ ଆଜି ଆମ ଷ୍ଟୁଡିଓକେ ଆସିଛନ୍, ସ୍ୱାଗତ କରିବା ତାଙ୍କୁ, କିଛି କଥା ହେବା। ଆଜ୍ଞା, ଆପଣଙ୍କୁ ଓଡ଼ିଆ ଅସ୍ମିତାରେ ଫେର ଥରେ ସ୍ୱାଗତ କରୁଛି। नमस्कार ओडिया अस्मितार अगणित दर्शक तथा श्रोता मान हार्दिक अभिनंदन स्वागत ଆପଣ ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍, ଆମେ शुभेच्छा ଦଉଛୁ। बहुत बहुत धन्यवाद କେତେ ଥର ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କଲେ ନା ଆଜ୍ଞା? कहला लाइलजिनिया କଥା है 98 ରୁ ମୁଇଁ ଭାଗ ନଉଛେ ମୁଁ ସେତେବେଳେ କଂସର କ ଅକ୍ଷର ନା ଜାଣିଥିଲି ଆଜ୍ଞା ଆଉ ସୌଖିନ ରଙ୍ଗମଞ୍ଚରେ ବରଗଡ଼ର ପହଲା ଚୟନ ହେଇଥିଲା ଆଜ୍ଞା ସେନ ବି ମୁଇଁ ଭାଗ ନେଇଥିଲି। ମୋର ଉଦ୍ଦେଶ୍ୟ କଂସ ବାହାରମି ହେ କଥା ନୁହେଁ, ସେ ଆଜ୍ଞା କଂସ ବିଷୟରେ ବା ଧନୁଯାତ୍ରା ବିଷୟରେ ଆଗ୍ରହ ଥିଲା, ଜାନମି କଳା ପ୍ରତି ଆଗ୍ରହ ଥିଲା, ଜାନମି ଶିଖମି ଟ୍ୟାଲେଣ୍ଟ ବଡ଼ ଭାବରେ ମୁଇଁ ମୋର ନାଁ ଦେଇ ନେଇଥିଲି ଆଉ ଇଣ୍ଟରଭ୍ୟୁରେ ଭାଗ ନେଇଥିଲି ମୁଇଁ। ଆମେ ଯାହା ଜାଣିଛୁ ଦୈନନ୍ଦିନ ଜୀବନରେ ଆପଣ ପୌରାଣିକ କଥାବସ୍ତୁ ଉପରେ ବିଭିନ୍ନ ଗାଁକେ ଯାଇକରି ଆଜ୍ଞା ଗୀତା ଭାଗବତର ପ୍ରଚାର ପ୍ରସାର କରୁଛନ୍, ସନାତନ ଧର୍ମର ପ୍ରଚାର କରୁଛନ୍। ଆଜ୍ଞା ତ ଧନୁଯାତ୍ରା ସନାତନ ଧର୍ମର ପ୍ରଚାର କରୁଛି କି ଅପପ୍ରଚାର କରୁଛି କି କାଣା ଆପଣଙ୍କର? ପ୍ରଚାର କରୁଛେ ଆଜ୍ଞା, ଆମେ ଆମର ତ କାମ ଆଜ୍ଞା ନିଶ୍ଚିତ ଭାବେ। ଯଜନ ଯାଜନ ଅଧ୍ୟାପନ ଅଧ୍ୟାପନା ଆଜ୍ଞା ଦାନ ପ୍ରତିଗ୍ରହଣ ଏଇ 6ଟା କର୍ମ ଭଗବାନ ଆମକୁ ଦେଇଛନ୍। ଆଜ୍ଞା 4ଟା ସମାଜ ସଂସାରରେ ଆଉ 4 ସମାଜ ଭଗବାନଙ୍କର ଶରୀରରୁ ଜନ୍ମ ହେଇଛନ୍। ଆଜ୍ଞା ମୁଖରୁ ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ପୁରୁରୁ ବୈଶ୍ୟ, ପାଦରୁ ଶୂଦ୍ର। ଆଜ୍ଞା 4 ସମ୍ପ୍ରଦାୟ ବା 4 ଜାତି ଭଗବାନଙ୍କ ଶରୀରରୁ ତିଆରି ହେନ୍, କିଛି ଛୋଟ ନୁହେଁ ସେ ଆଜ୍ଞା। ଆଜ୍ଞା ଆମେ କୌଣସି ଜାତିକେ ଛୋଟ ବୋଲି କହି ନା ପାରୁ, କାରଣ କର୍ମରୁ ଛୋଟ ହେଇପାରେ, କର୍ମରେ ଛୋଟ ହେଇପାରେ ଆଉ କର୍ମକେ ଆମେ ନିନ୍ଦା କରବାର କଥା, ଜାତିକେ ନିନ୍ଦା। ଜାତିକେ ନିନ୍ଦା ନାଇଁ କରିକିରି ବହୁତ ବଡଟେ କଥା କହୁଥିଲେ, ଆପଣ ମାନେ ଶୁଣି ପାରୁଥିବେ। କେନସି ଜାତି ଛୋଟ ନୁହେଁ ସେ, କେନସି ଜାତି ବଡ ନୁହେଁ ସେ, ସମସ୍ତଙ୍କର କର୍ମ ହେ। କର୍ମ ଯଦି ବ୍ରାହ୍ମଣ ଘରେ ଜନ୍ମ ହେଇଛେ, ଯଦି କିଛି ଦୁଷ୍କର୍ମ କରୁଛେ, କିଛି ଆମେ ଖରାପ କାମ କରୁଛେ, ତାକେ ଘୃଣା କରବା। ତ ଆଜ୍ଞା ଆପଣ ବରଗଡ଼ ଧନୁଯାତ୍ରାରେ ଅଭିନୟ ନାଇଁ କରି କଂସ ଭୂମିକା ଅନ୍ୟ ଭୂମିକାରେ କରିଛ। ଆଜ୍ଞା ତ ଗୋଟେ କଂସ ଭୂମିକା ଲାଗି କାଣା କାଣା ତାର ଦକ୍ଷତା ରହିବାର କଥା? ପହଲା ତ ଯେହେତୁ ଲିଖିତ ସ୍କ୍ରିପ୍ଟ ନୁହେଁ, ଆଜ୍ଞା ପାଣ୍ଡୁଲିପି ନାଇଁ, ପାଣ୍ଡୁଲିପି ନାଇଁନ, ଆଜ୍ଞା ଆମେ ପୁରାଣରୁ ସଂଗ୍ରହ କରିକିରି ତଥ୍ୟକେ ସଂଳାପ ମାଧ୍ୟମରେ ଉପସ୍ଥାପନ କର୍ମା, ତ ନିହାତି ରୂପେ ପୁରାଣ ଜ୍ଞାନ ଆବଶ୍ୟକତା ରହୁଛେ। ଆଜ୍ଞା ଦ୍ୱିତୀୟରେ ଉପସ୍ଥିତ ବୁଦ୍ଧି ଯାହାକେ କହୁଛୁ ଆମେ, ପ୍ରେଜେଣ୍ଟ ଅଫ ମାଇଣ୍ଡ। କୌଣସି ପ୍ରଶାସନ ଆସିଲେ, ସ୍ଥାନୀୟ ନେତା ଆସିଲେ, ବିଧାୟକ ଆସିଲେ କି ଅଫିସର ଆସିଲେ, ଆମେ ତାକର ସାଙ୍ଗେ ସେ ବିଷୟ ସେ ସଂକ୍ରାନ୍ତରେ କଥା ହେଇପାରୁଥିବାର କଥା। ସେ ଯେନ୍ ବିଭାଗର ଲୋକ ସେ ବିଭାଗର ବିଷୟରେ ଆମକୁ ଜ୍ଞାନ ରଖବାର ଅଛି। ଅର୍ଥମନ୍ତ୍ରୀ ଆସିଛନ୍ ଆଉ ଆମେ ବସ୍ତ୍ର ବିଷୟରେ ପ୍ରଶ୍ନ କର୍ମା, ଖାପ ଛଡା ଲାଗବା। ନିଶ୍ଚିତ ଭାବେ ତ ସେ ଉପରେ ବି ଆମକୁ ସାମାଜିକ ଜ୍ଞାନର ବି ଆବଶ୍ୟକତା ରହୁଛି। ଆଉ ଏଇ ଧନୁଯାତ୍ରାରେ ଏଟା ପୁରାଣର ପ୍ରଚାର ତ ପହଲା କଥା है, ସନାତନ ଧର୍ମର ପ୍ରଚାର है। ଦ୍ୱିତୀୟରେ ଆମର ସଂସ୍କୃତି ସନାତନ ଧର୍ମର ପ୍ରଚାର ପ୍ରସାର है, ସ୍ଥାନୀୟ ସମସ୍ୟାର ସମାଧାନ है ଏଥିରେ ନେତା ମନ୍ତ୍ରୀଙ୍କର ମାଧ୍ୟମରେ। ତ ଏଇଟା ବହୁମୁଖୀର ପ୍ରତିଭା ଦରକାର କରୁଛି ଜଣେ କଳାକାର ଲାଗେ, ଖେଚିଡିଆ ନୁହେଁ ସେ ଆଜ୍ଞା। କିଛି ଅଛନ୍ ଆମେ ନାଁ ନେବା କାହାକେ ଆକ୍ଷେପ ନା କରବା, ତ ଖେଚିଡିଆ ନା ହେବାର କଥା ଯାହା କହୁଛନ୍ ଆପଣ। ବିଲକୁଲ ଖେଚିଡିଆ ନା ହେବାର କଥା, ଆଉ ପୁରାଣ କି ଆମେ ବିକୃତ ନାଇଁ କରବାର କଥା। ଆମେ ପୁରାଣ ଯେହେତୁ ଧନୁଯାତ୍ରାର କଥା ହଉଛୁ, କିଛି ପ୍ରଶ୍ନ କରିପାରମା ଆପଣଙ୍କୁ? ନିହାତି ରୂପେ ଆଜ୍ଞା ନା କର୍ମ। ଧନୁଯାତ୍ରାରେ ଧନୁ ଆଜ୍ଞା ତାର ନାଁ କାଣା? ତାର ନା ହରିବଂଶ ମତରେ ଆଜ୍ଞା ଅଜଗବ ଧନୁର ନା, ଆଉ ଶିବଙ୍କର ଧନୁ ବୋଲିକିରି ଭାଗବତ କହୁଛନ୍।
ଶିବକାର ମୁକ ବୋଲୁଛନ୍ ଆଜ୍ଞା ଆଉ ହରିବଂଶ ମତରେ ଗୋଟେ ଅଧ୍ୟାୟ ଦେଇଛି ଧନୁ ବିଷୟରେ ସେପାରେଟ ଆଉ ପର୍ଣ୍ଣଗ ବୋଲିକିରି ଗୋଟେ ଗନ୍ଧର୍ବ ଆଜ୍ଞା ଥରେ ଯାଉଛନ୍ ଆଜ୍ଞା ଗଙ୍ଗା ନଦୀ କୂଳରେ ଆଜ୍ଞା ଆଉ ଅଷ୍ଟବକ୍ର ମୁନି ସ୍ନାନ କରୁଛନ୍ ଆଜ୍ଞା। ତାଙ୍କର ତ୍ରିଦଣ୍ଡୀ ହଁ କମଣ୍ଡଳ ଇତ୍ୟାଦି ନଦୀ କୂଳେ ରଖି ନେଇକିରି ହଁ ହଁ କ୍ରୋଧିତ ହେଇକିରି ହୁଁ ହୁଁ ସେ ଖୁରେଇ ନେଲେ ସେଟାକେ ହୁଁ ହୁଁ ଯେତେବେଳେ ଖୁରେଇ ନେଲେ ଆଜ୍ଞା ଗାଧିକିରି ବାହାରିଲେ ଅଷ୍ଟବକ୍ର ମୁନି ବାଡି ନାଇଁ ହେଲେ ଠିଆ ହେଇ ନାଇଁ ପାରନ୍ ହୁଁ ହୁଁ ଆଠାନେ ବଙ୍କାଏ ତାଙ୍କର ମେରୁଦଣ୍ଡ ଷ୍ଟ୍ରଙ୍ଗ ନୁହେଁ ଆଜ୍ଞା ତ ସେ ଦେଖିଲେ ଯେ କାହାର କାମ ନେ ପର୍ଣ୍ଣକ ଗନ୍ଧର୍ବର କାମ ସେ ରାଗ କ୍ରୋଧିତ ହେଇଗଲେ ରେ ପର୍ଣ୍ଣକ ତୁଇ ଆଜି ଧନ ଗର୍ବ ପାୱାର ଗର୍ବରେ ତୁଇ ଆଜି ଅନ୍ଧ ହେଇଗଲୁ ଆଉ ମତେ ମନି ଋଷି ମାନଙ୍କୁ ଅପମାନିତ କଲୁ ଯା ଆ ସ୍ଥାନ ଦେଇ ଗୋଟେ ବୃକ୍ଷ ପାଲଟି ଯା ଯେହେତୁ ମୁଁ ବୃକ୍ଷର ସାହାରାରେ ଠିଆ ହଉଛେ ସେହି ପର୍ଣ୍ଣକ ଗନ୍ଧର୍ବ ଗୋଟେ ବୃକ୍ଷ ରୂପରେ ଜନ୍ମ ହେଲା ଅଷ୍ଟବକ୍ରଙ୍କର ସାପ୍ୟରେ ସେ କ୍ଷମା ପ୍ରାର୍ଥନା କଲା ମୁଁ ଏଥିରେ ମୁକ୍ତି ପାଇମି କେନ୍ତାକିରି ଅଷ୍ଟବକ୍ର ମୁନି କହିଲେ ବାବୁରେ ତୁଇ ଯେ ଦିନ ତୋ ଦେହରେ ଭଗବାନ ଆସିବେ ମର୍ତ୍ତ୍ୟପୁରରେ ଜନ୍ମ ନେବେ ଏବଂ ତୋର ଦେହରେ ହାତ ଲଗାବେ ତୁଇ ସେ କାଠରୁ ଭାଙ୍ଗିଯିବୁ ମୁକ୍ତି ପାଇବୁ ଫେର ଗନ୍ଧର୍ବ ତନୁ ପାଇବୁ ତ ଅଭିଶପ୍ତ ଧନୁ ଗୋଟେ କଂସର ଘରେ ଥିଲା ଦେବର୍ଷି ନାରଦୀ କଥା ଜାଣିଥିଲେ ଧନୁ ଉଦ୍ଧାର କରିବାର ଅଛି ଦ୍ୱିତୀୟ କଥା ହେଲା କଂସର 7 ପିଢି ପୂର୍ବରୁ ସେଇ ଗଛକେ ସେ ବଂଶ ଗଛକେ କଲେକ୍ସନ କରିକି ଧନୁ ନିର୍ମାଣ କରିକି ବିଶ୍ୱ ବିଜୟ କରିଥିଲେ ଅଜ ବୋଲି ରାଜା ଆଉ ସେଟା ଭଣ୍ଡାର ଘରେ ଥିଲା ଏଇଟା ହରିବଂଶରେ ଅଛି ଆଜ୍ଞା ହରିବଂଶ ମତ ହୁଁ 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 ଆଉ ନାରଦ ବିଚାର କଲେ ଯେ ଧନୁ ଥିବାର ତ ମଥୁରା ରାଜା ସୁରକ୍ଷିତ ତ ଆମେ ପହଲା ଧନୁକେ ଉଦ୍ଧାର କରନୁ ମଥୁରା ରାଜା ଉଦ୍ଧାର ବହୁତ ପାଇବା ବଢିଆ କଥା କହୁଥିଲା ଧନୁର କଥା ଆଜ୍ଞା ଧନୁ ଯାତ୍ରା କଥା ଯେତେବେଳେ ଆସି ମଥୁରା ନଗରୀର କଥା ଆସି ହୁଁ। ମଥୁରା ରାଜ୍ୟଟା କେବେ ଆଉ କିଏ ବସେଇଥିଲେ ଆଜ୍ଞା ମଥୁରା ତ୍ରେତେୟା ଯୁଗରେ ସ୍ଥାପନ ହେଇଥିଲା ରାମାୟଣ ଦ୍ୱାପର ଯୋଗ କରୁଛୁ ଦ୍ୱାପର ଯୁଗରେ କରୁଛୁ ହୁଁ ହୁଁ ତ ତ୍ରେତେୟା ଯୁଗରେ ପ୍ରମାଣ ଅଛି ରାମାୟଣ ଗ୍ରନ୍ଥ ଉତ୍ତରାଖଣ୍ଡ ଆଜ୍ଞା ବାଲ୍ମୀକି ରାମାୟଣ ଆଜ୍ଞା ପ୍ରମାଣ ଅଛି ଯେ ଲବଣାସୁର ବୋଲିକିରି ଗୋଟେ ଦୈତ୍ୟ ଆଜ୍ଞା ଯମୁନା ନଦୀ କୂଳରେ ଗୋଟେ ନଗର ସ୍ଥାପନ କରିଥିଲା ତାର ପୁଅର ନାଁ ହଉଛି ମଧୁଦୈତ୍ୟ ଆଉ ମଧୁଦୈତ୍ୟର ନାଁ ଅନୁସାରେ ମଧୁପୁରୀ ବୋଲିକିରି ଏଇ ଜାଗାର ନାଁ ଥିଲା ସେନ ମଧୁଦୈତ୍ୟ ଶାସନ କରୁଥିଲା ଲବଣାସୁରର ପୁଅ ଆଜ୍ଞା ଆଉ ମୁନି ଋଷି ମାନେ ତାର ଅତ୍ୟାଚାରରେ ଅତ୍ୟାଚାରୀ ଥିକିରି ମର୍ଯ୍ୟାଦା ପୁରୁଷ ପରମ ବ୍ରହ୍ମ ରାମଚନ୍ଦ୍ରଙ୍କୁ ଗୁହାରି କରିଗଲେ ଆଉ ଭଗବାନ ରାମଙ୍କର କନିଷ୍ଠ ଭ୍ରାତା ଶତ୍ରୁଘ୍ନ ଯାଇକିରି ଲବଣାସୁର ଏବଂ ମଧୁଦୈତ୍ୟକେ ଉଦ୍ଧାର କଲେ ବା ମୁକ୍ତି ଦେଲେ ଆଉ ସେନ ଶତ୍ରୁଘ୍ନଙ୍କର ଶାସନ ସ୍ଥାପନ ହେଲା ତାପରେ ସେ ତାର ନାଁ ହେଲା ମଧୁପୁରୀ ଯେନ୍ଟା ମଧୁଦୈତ୍ୟର ନାଁ ଅନୁସାର ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସେଟା ମଥୁରା ନାମରେ ନାମିତ ହେଲା ମାନେ ତ୍ରେତୟା ଦ୍ୱାପର ଦୁଇ ମିଶ୍ରଣ ଆଜ୍ଞା ତ ଆମେ କଲିରେ ଅଛୁ ଆଜ୍ଞା ତ ଆମେ ଗୋଟେ ପ୍ରସ୍ତାବ ଦଉଛୁ ଆପଣ ଯଦି ରାଜା ହେଲେ ସେଟା ପାଳନ କରିବେ କି ନାଇଁ କରିବେ ସେଟା ଆପଣଙ୍କର ଉପରେ ଆଜ୍ଞା ବରଗଡ଼ର ନାଁ ଯଦି ସବୁଦିନ ଲାଗି ମଥୁରା ନଗରୀ ରଖାଗଲେ କେନ୍ତା ହେତା ଏକଦମ ବଢିଆ ହେବା ବହୁତ ବଢିଆ ହେବା ଆଉ ଗୋଟେ ମୁଇଁ ଖୁସିର କଥା ଶୁଣିଥିଲି ଯେ ଚ୍ୟାନେଲ ଗୋଟେ ପ୍ରସ୍ତାବ ଦେଇଥିଲେ ଆମର ରେଲ ଷ୍ଟେସନ କେ ମଥୁରାର ଡେକୋରମ ରେ ସଜା ଯାଉ ବୋଲି ରେଲୱେ ଷ୍ଟେସନ କେ ଯାଉଛି ବହୁତ ବଢିଆ ପ୍ରସ୍ତାବ ତ ବରଗଡ଼ ମାଟିକେ ଯିଏ ପାଦ ଦେବା ଗୋଟେ ମଥୁରାର ଭ୍ରମ ସୃଷ୍ଟି ହେବାର କଥା କାରଣ ଏଇଟା ଭଗବତ ନଗରୀ ଆଉ ଆମର ଲୋକେସନ ପରିବେଶ ପୁରା ପୁରାଣ ଅନୁଯାୟୀ ପରିବେଷ୍ଟିତ ଗୋପପୁର ପୁରା ଯମୁନା ନଦୀ ଯମୁନା ନଦୀ ଭିତରେ ବେଣୁ ବାବା ମଠ ମୁନି ଋଷିଙ୍କର ଆଶ୍ରମ ସେଟା ସିଆଡେ ଅଲେଖ୍ୟା ମନ୍ଦିର ଆର ସାଇଡ ରେ ମଥୁରା ପୁରୀ ପୁରା ଲୋକେସନ ଟା ପୁରା ଆଉ ଯଦି ଆମର ଧାର୍ମିକ କାର୍ଯ୍ୟକ୍ରମ ଦେଖମା ବର୍ଷକ 12 ମାସ ପଡୁଛେ ଆଜ୍ଞା କିନ୍ତୁ 1200ଟା କାର୍ଯ୍ୟକ୍ରମ ହଉଥିବା ବର୍ଷ ସାରା ହଁ ହଉଛି ଆଜ୍ଞା ସବୁ କାର୍ଯ୍ୟକ୍ରମ ହେଇଛେ ଆଉ ସବୁନୁ ବଡ କଥା ଏତକି ଦିନ ତ ମୁଇଁ ନା କହିପାରେ ଇହାଦେ ଜଣେ ଯଦି ବରଗଡ଼ ଟାଉନ କେ ଢୁକବା ନାଇଁ ରେ ଏଇଟା କଂସର ନଗରୀ ହେଇଥିବା ବାଗିର ମନ ଭ୍ରମ ମାନେ ଭ୍ରମ ସୃଷ୍ଟି ହେଇଯିବା ତ ଯେନ୍ଟା ବି ଥିଲା ଯେ ବାକି ଦିନ ଦରବାର କରିଦଉ ବାକି ଦିନ ପାତଳଘଣ୍ଟା ବିକୁଥିଲା କିନ୍ତୁ ଇହାଦେ ଯେନ୍ ସାଇଟ ରୁ ବରଗଡ଼ କେ ଏଣ୍ଟ୍ରି କରବା ଆଜ୍ଞା ତାର ମନ ଭିତରେ ନିଶ୍ଚୟ ଆସିବା ଏଇଟା ସେ ଧନୁ ଯାତ୍ରା ଖାଲି ଗେଟ ର ଦରକାର ଥିଲା ମୁଇଁ ତ ଯେନ୍ ଆଜ୍ଞା ଏଇଟା ପ୍ରସ୍ତାବ ଦେଇଛନ୍ ଯେ କରିଛନ୍ ତାକୁ ଧନ୍ୟବାଦ ନା ଦେବା ଆଜ୍ଞା କାରଣ ସେଟା ରାଜନୀତି ହେଇଯିବ ହଁ ଯେନ୍ ଆଜ୍ଞା ପ୍ରସ୍ତାବ ଦେଇଛନ୍ ଆଜ୍ଞା ମୁଁ ତାହାକୁ ପ୍ରଣାମ ଜଣାଉଛେ ଯେ ପ୍ରକୃତରେ କିଛି ଲୋକ କହୁଛନ୍ତି ଗେଟ ର ବିଧାୟକ ଗେଟ ବନଉଛି ଖାଲି ବିଧାୟକକୁ ପ୍ରସ୍ତାବ ଦେଇଛନ୍ 5 ଲୋକ ବୋଲି ତ ସେ ବନଉଛନ୍ ଆଜ୍ଞା ବିଧାୟକ ତାଙ୍କର ମନେ କେନ୍ସି କାମ ନାଇଁ କରବାର ମୋର ଜାନବାରେ ତ ନିହାତି ରୂପେ ପ୍ରସ୍ତାବ 5 ଜଣ ଦେଇଥିବେ ଆଜ୍ଞା ଆଉ ଯେନ୍ ମାନେ ପ୍ରସ୍ତାବ ଦେଇଛନ୍ ସେମାନେ ପ୍ରକୃତରେ ବରଗଡ଼ର ହିତାକାଂକ୍ଷୀ
बरगढ़ रो उन्नति चाहूछन बरगढ़ निश्चित के भावे सुंदर गोटे घर के सजाबार रोकला हम लोग तार बाटे तार हाँ। द्वार बंद के पहला देखमा गाँ परिमल धोबा तुठरू बोलसन आज्ञा कटकिया ढोब एटा निश्चित भावे तो आमे नगर के एंट्री करमा कि जना पड़ी जिबा जे नगर परिवेश काना हेतिबा कते सुंदर तो बरगढ़ रो ना जदी मथुरा नगरी के रखा गला निश्चय मैं स्वागत करनी आज्ञा आपण माने सुनुथिबे जदी आपण मन को भल लागुछे जे ऊपर मतामत देबे हम एटा निष्पत्ति ना नबार जस्ट खाली कथा होउछु परामर्श मागुछु लोक मान पत्नु तो आज्ञा एटा धनुयात्रार कथा होतला रावण भूमिका रे केते वर्ष आज्ञा मोर इटा चैत्र हेले आज्ञा 33 वर्ष मूल हेबा 32 सरबा खाली रावण भूमिका रे खाली रावण भूमिका रे ए रावण भूमिका अभिनय करि पेंशन पाइबे किए देबा आज्ञा पेंशन रंग भगवान निश्चय देबे आज्ञा निश्चय 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 आमे पेंशन बोले आर्थिक सहायता के बुझुतिली मुई आज्ञा किंतु प्रकृत के आज्ञा मुई 32 वर्ष हेला न महाप्रभुकर गुण गाउछे आज्ञा ଆଉ तो चाकरी रे 32 की 33 वर्ष करसन हाँ। और 54 55 58 होला रिटायर रिटायर्ड संसाटे तो हेले आपण भगवान कर गान गाउछन की आज्ञा। प्रचार करूछन इतर अवसर केबे नेबे मुई तो दृश्य काव्य रे अभिनय करूछे वर्तमान आज्ञा। माने रंग माखिकरी से विषय वस्तु के लोकंकु देखौछे आज्ञा किंतु भगवान मते आर गुटे लीला देले न ताकर बसी करी तू एत करे जगरा तोर स्वास्थ्य जदी भी खराब हेबा तू बसी करी भी मोर गुण गायबू बोली करी मते बापुर सुयोग देले न मुई भगवान ठाने ऋणी है सेति लागि मुई वर्तमान ए रामायण हैला महाभारत हैला भागवत हैला भगवत गीता हैला विभिन्न सत्संग मान को जाईकरी लोकंकु महाप्रभु हरिगुण गान करूछे एते न सुना क्या नहीं सर क्या करे ना न्यो महाप्रभु ना बिक्री करवार मोर क्षमता नैन मोर बापा स्वर्गत ईश्वर चंद्र मिश्र कहिछन जे बाबूरे तू तो विभिन्न जगह के जाऊछु वर्तमान प्रवचन करवार लगी मोर कथाटे मने रखिथिबु जे आमे पारिश्रमिक बाबद रे चारनीटे भी जदी आनमा हां महाप्रभु ना टिक बिक्री ही गला हां से माने खुशी राजी रे जहा देबे सेटा तते लाख टंका है और से पैसा तते पूर्वा बहुत बढ़िया कथा कहतले आपण माने सुनी पारुथले जे प्रवचन करी गले महाप्रभुकर नाम धरी गले से पारिश्रमिक नान्यन एटा निश्चित भाव गुटे पट्टे कथा ये कथा होतला धनुयात्रार कथा मथुरा नगरी कले काना हेबा सेरा भी कथा होतला आपण अनेक जगह रे रावण करिछन कंस भी किछ जगह रे करिछन कंस अपेक्षा आपन को रावण बेसी भल लागसी बेसी सूट करसी लोग भी बेसी पसंद करसन बाकी लागसी से तार कारण होउची आज्ञा कंस गुटे ब्राह्मण कैरेक्टर है आज्ञा और देवी जो कि मुई ब्राह्मण घरे जन्म होइछे आज्ञा सामंजस्य रहला द्वितीय सामंजस्य कंस के गुटे ज्ञानी बोलसन आ मुई प्रवचन करसी बोली लोग भाबसन तार ज्ञान अछि बोली भाबसन हले मुई ज्ञान नैन समाज रे मुई मूर्ख है तो लोक धारणा रे तार ज्ञान थिबा हेतिले प्रवचन करि होउछ बोली भाबसन सेटा गुटे सामंजस्य तृतीय सामंजस्य लंकार राजा थिला रावण किंतु लोक कहसन विदेशी नुहे रावण प्योर इंडियन है नेस्टिक हिंदू है ब्राह्मण है क्या करे करसन लंका रे रहुतला से श्रीलंका न भारत बाहर किंतु तार जन्मस्थान होचे दंडका अरण्य भारत भितरे तो इंडियन है 100%। जिन युवपीढ़ी माने देखुछन सुनुछन निश्चित भाव एटा के ध्यान देबे बोले हम आशा करमा तो आज्ञा गोपपुर रे कालिंदी ह्रद अछि आज्ञा पद्मवन अछि आज्ञा पद्मवन केन अछि जमुना नईर गुटे अंश जेंटा कालीनाग लुकी थिला सेनो आज्ञा सेतिर लगे सेटा कालिंदी ह्रद ना पाइला तार पूर्वरु तार ना थिला पद्मवन आउ सर्वरी ऋषिंकर साप्य भयरे आज्ञा गरुड़ पक्षी सेन के नै जे ई कथाटा कामदेव जानिथिला कामदेव जानतला आज्ञा आउ कामदेव जेते बेले गरुड़ पक्षी भयरे कालीनाग आत्मगोपन करवार लगे जागा खोजुतला लुकुबार लगे डर है सेते बेले साक्षात हेचे कामदेवंकर सहित आज्ञा आउ कामदेव परामर्श देले पद्मवन रे लुकु पूजा सेन के गरुड़ पक्षी जाई नै पारे तते किछि निर्भय रे रहे पूजा सेथिर लगी कालीनाग संगे कंसर मित्रता हे गला कंसर पूर्वजन्म होचे कामदेव आज्ञा सेथिले से महासाद बोली कि चिठी लिखिथिला हे महासाद मते विपद पड़ीछे आउ तुमे तुमर विसज्वाला रे से ह्रद के विसमय कर दियो आ मुई नंदराजा के पठौचे सेन के पदम फुल तुरवार लागि सनो मारबो गोपुर वाले को बहुत बढ़िया कथा आ गोटे कथा आज्ञा वसुदेव काहर पुआ सुदेव नंदन गुटे मत आउ सुरसेन गुटे मत एकर प्रमाण भागवत रे सुरसेन दैछे की आंसर से जदुवंशर गुटे संतान आज्ञा सुरसेनता
ଆଉ ଆଉ ସୁଦେବ ନନ୍ଦନ ସୁଦେବଟା ବି ହରିବଂଶ ମତରେ ସୁଦେବ ନନ୍ଦନ ବୋଲୁଛେ ସେ ଏଥିରେ ମନ୍ତ୍ରୀ ଥିଲେ ବୋଲିକିରି କହୁଛନ୍ ମନ୍ତ୍ରୀ ପୁତ୍ର ସୁଦେବ ନନ୍ଦନ ବସୁଦେବ ବୋଲୁଛନ୍ ମନ୍ତ୍ରୀ କାହାର ମନ୍ତ୍ରୀ ଥିଲେ? ଉଗ୍ରସେନ ମହାରାଜ ଜମାନାରେ ବସୁଦେବ ବି ମନ୍ତ୍ରୀ ଥିଲେ। ବସୁଦେବ ବି ମନ୍ତ୍ରୀ ଥିଲେ ଏଇଟା ହରିବଂଶରେ କହୁଛେ। ହରିବଂଶରେ କହୁଛେ ପ୍ରମାଣ ଅଛି ବଢିଆ କାରଣ 7ଟା ବଂଶ ଯେନ୍ ଯାଦବ ଥିଲେ ଭୋଜବଂଶ ବାଲେ ଶାସନ କରୁଥିଲେ ବାକି 6ଟା ବଂଶ ଯେନ୍ ଥିଲେ ଅନ୍ଧକ ବୃଷ୍ଟି ଇତ୍ୟାଦି ସେମାନେ ସବେ ତାଙ୍କର ଅନୁଗତ ସ୍ୱୀକାର କରିକିରି ବିଭିନ୍ନ ପୋଷ୍ଟରେ ଏନଗେଜ ଥିଲେ। ଆପଣ ବରଗଡ଼ ଧନୁଯାତ୍ରା ସାଙ୍ଗେ ଗୋଟେ ପ୍ରକାର ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ଆଜ୍ଞା କେନ୍ ସାଲ ଆରମ୍ଭ ହେଇଥିଲା ଆଜ୍ଞା? 1948 ଲିଖିତ କିନ୍ତୁ ତାର ପୂର୍ବରୁ ବୋଲିକିରି ବି କହେସନ୍ ଯେନ୍ଟା ଲିଖିତ ହିସାବେ 47 ବୋଲୁଛନ୍ ଯେତେବେଳେ ଧନୁଯାତ୍ରା ଲାଗି କିମ୍ବଦନ୍ତୀ ଥିଲା କଂସ ରାଜାର ବଂଶ ଗୁରୁ କଂସ ମଲେ ଖାଇମା ଲଡୁ ଇ ଲୋକ କଥା ଥିଲା ଆଉ ବରଗଡ଼ରେ ବୁଦ୍ଧିଜୀବୀ ମାନେ ବିଚାର କଲେ ଧନୁଯାତ୍ରାଟେ କର୍ମା ନାଟ୍ୟ ରୂପ ଦେମା କାରଣ ଧନୁଯାତ୍ରା ଯେତିକି ଜାଗା ହଉଥିଲା ଗାହାଗ ମାଗ ମାଧ୍ୟମରେ ହଉଥିଲା ମାଟିର କଂସ ବନଉଥିଲେ ଛୁଆ ଯୋଡ଼ି କୃଷ୍ଣ ବଳରାମ ବରେଇକିରି ସେ ପୁତଲାକେ ଠେଲେଇ ନିଅ ବାଲଧିରା ପୁଣେଇ ନିଅ କଂସ ପୁରୀ ହଉଥିଲା ତ ଜୀବନ୍ତ ରୂପ ଦେମା ବୋଲି ବରଗଡ଼ ବାଲେ ଯେତେବେଳେ ବିଚାର କଲେ କଂସ ଖୁଜା ପଡିଲା କିଏ ସାହସ ନାଇଁ କଲେ କଂସ ବାହାରବାର ଲାଗି ସ୍ୱର୍ଗତ ବୁନି ରଥ ବୋଲିକିରି ଜଣେ ଦେଗାଁ ସନ୍ତାନ ଆଜ୍ଞା କେତେ ଖୁସି ଲାଗସି ବହୁତ ଖୁସି ଲାଗସି ଆଜ୍ଞା ଆପଣ ଦେଗାଁ ଗାଁର ପହିଲା ରାବଣ ବରଗଡ଼ର ବୋଲୁନ୍ ହଁ ଦେଗାଁ ଗାଁର ହଁ ବରଗଡ଼ର ପହିଲା ରାବଣ ବି ଦେଗାଁର ଆଜ୍ଞା ମୁଇଁ ବାହାରି ସେ ସୁଯୋଗ ଦେଇଛନ୍ ଭଗବାନ ମତେ ଏଟା ମୁଇଁ ହେତେ ମହାପ୍ରଭୁ ବୁନି ରଥ ପହିଲା କଂସ ବାହାରିଥିଲେ 2 ବର୍ଷ କଂସ କରିଛନ୍ ତାପରେ ତାକର ସାଙ୍ଗେ ଯିଏ ମନ୍ତ୍ରୀ ବାହାରୁଥିଲେ ଭୀମସେନ ତ୍ରିପାଠୀ ସେ ଆଜ୍ଞା ବି କରିଛନ୍ ତାପରେ ଅନେକ କଂସ ଆସିଛନ୍ ଏନ୍ତା ବି ସମୟ ଆସିଛି ଆଜ୍ଞା ବର୍ଷେ 3ଟା କଂସ ବାହାରିଥିଲେ ଗୋଟେ ବର୍ଷ 3ଟା କଂସ ବି ବାହାରିଛନ୍ ଇ ବରଗଡ଼ରେ ଯୁଧିଷ୍ଠିର ଶତପଥୀଙ୍କର ନାଁ ବେଶୀ ପଡିଛି କେତେ କଂସ ବାହାରି ନିହାତି ରୂପେ ଇହାଦେ କାରଣ କାଣ କାରଣ ହେଲା ଶୋଧ ନା କରିପାରବା କାରଣ ହଁ ଦେଖିଛୁ ଆଜ୍ଞା ଆମେ ହଁ ଆଉ ବହୁତ ବରଷ ଦେଖିଛୁ ଆମେ ତ ଧନୁଯାତ୍ରା ପ୍ରତି ଆଗ୍ରହୀ ହଉ ନିଶ୍ଚିତ ଛୋଟ ବେଳୁ ଦେଖି ଆସୁ ଆଜ୍ଞା କାଣା ଥିଲା କ୍ୱାଲିଟି ଥିଲା ବେଲେ ପହିଲା କଥା ହେଲା କଂସ କେତେବେଳେ ବାହାରବା ବୋଲି ଜୁଗିଛୁ ଆମେ ଧର୍ମଶାଲା ଆଗରେ ହାତୀ ଠିଆ ହେଇଥିବା ଆଉ କ୍ୱାଲିଟି ହେଲା ପେଣ୍ଟିଂ ହେଇ ସାରବେ କି ଦୁଇ ଆଡେ ଚାଣୁର ମୁଷ୍ଟିକୁ ହାଫ ମେଟ ଲେଖା ପିନ୍ଧିକି ଗଦା ଧରିକି ଠିଆ ହେଇଥିବେ ଆଉ ଶିବତାଣ୍ଡବ ଶ୍ଲୋକଟେ ଉଚ୍ଚାରଣ କରିବେ ଧର୍ମଶାଳା ଉପରୁ ବିନା ମାଇକ ବାଇକ ନାଇଁ ଥାଏ ଆଜ୍ଞା ଭଏସ ମାଇକା ତାକ ରେକର୍ଡ ଆସେ ଭଏସ ଆଉ ସେନୁ ଶ୍ଲୋକଟେ କଢବେ ଶିବତାଣ୍ଡବ ପଦେ କହିବେ ଉତରିବେ ହାତୀ ନ ଚଢବେ ତାରପରେ ବାଟେ ଘାଟେ କଂସ ଆଉଛେ କଂସ କାହାକେ କାଣା ଫାଇନ କରବା ବୋଲି ଲୋକ ଜୁଗିଥାନ୍ ଶୁଣବାର ଲାଗି କେତେ ଆଟ୍ରାକ୍ଟିଭ ଥିଲା ତାଙ୍କର ଅଭିନୟ ଅନୁମାନ କରୁ ମାନେ ଜୀବନ୍ତ କଂସ ଆନସେ ଆଉ ଭୟ ସଞ୍ଚାର ହେଇଯାଏ ସାଇକେଲ ଲୁକେଇ ନେବେ କେନ ଯଦି ପଇସା ଶୁଭଲା ବେଲେ କଂସ ଆଉଛେ ବୋଲି ଜାଣି ପକାଲେ ହେତକି ଭୟ ଯାହା ହଉଥିଲା ଲୋକର ମାନେ କଂସ ଏହା ତ ସେଲ୍ଫି ହଉଛ ଏହା ତ କଂସ ବି ଆମର ହେତକି ଢିଲା ହେଇଗଲୁନ କଂସ ମାନେ ଆଜ୍ଞା ବର୍ତ୍ତମାନର ପଦ ମର୍ଯ୍ୟାଦା ନାଇଁ ରଖବାର ମୁକୁଟର ରଖବାର କଥା ବିଲକୁଲ ରଖବାର କଥା କଂସକେ ହେବାର ଲୋକ କିଏ ଅଛି ବତାବାର ଲୋକ କିଏ ଅଛି ପରାମର୍ଶ ଦେବାର ଲୋକ କିଏ ଅଛି କଂସ କଂସ ରାଜା ମର୍ଯ୍ୟାଦା ଥିଲା ଲୋକ ହେବାର ପୁରା ବହୁତ ବଢିଆ କଥା କହିଲେ ଆଜ୍ଞା କମ ଟାଇମ ଭିତରେ ଏତିକି କଥା କହିଲେ ଆଉ ନିୟମିତ ଭାବେ ଯିଏ ହଉ ତ ଜଣେ କଂସ ହେବେ ଆଉ ଦୀର୍ଘ ମିଆଦି ହେଲେ ବି ଭଲ ଯଦି ଭଲ ଆଉ 3 ବର୍ଷ ଯେନ୍ ଚୟନ ପ୍ରକ୍ରିୟା ରହିଛି ଏଠି ବି ନୂଆ କଳାକାର ମାନେ ଆସିପାରୁଛନ୍ ତ ଯେନ୍ ଯୁବ କଳାକାର ମାନେ ଆସୁଛନ୍ ସବୁ କାଣା ବାର୍ତ୍ତା ଦେବେ ମୁଇଁ ଯୁବ କଳାକାର ମାନଙ୍କୁ ଏଇଟା ବାର୍ତ୍ତା ଦେମି ପହିଲା ତ ସ୍ୱାଗତ ଜଣାଉଛେ ସମସ୍ତଙ୍କୁ ସବୁ କଳାକାର ଆସୁନ୍ ନମିନେସନ ଭରୁନ୍ କାରଣ ଟ୍ୟାଲେଣ୍ଟ ବଢବା ଅଭିଜ୍ଞତା ବଢବା আর सबको अनुरोध करमी जे समस्ते पुराण के अध्ययन करूं विभिन्न कलाकार मानकर कलाकारी के देखूं भाषा संयमता जरूरी आज्ञा भाषा मुख्य है कारण गुटे मनीष संगे आमे दुईपद कथा हेनेले से मनीषर व्यक्तित्व जना पड़ी जाए से किन किस्म लोग आई बहिर्पाठ आवश्यकता अछि ने बहिर्पाठ भी किछि मात्रा रे आवश्यकता तो रहबा नले कंदे ग्रामे सेन बाहर करि पारमा शब्द अर्थ कंदे बाहरबा किंतु तार अपेक्षा पुराण ज्ञान जह आवश्यकता धन्यवाद आज्ञा आप बहुमूल्य समय देले निरंतर भाव धनुयात्रा चली भर भी आप आलोचना करमा आपण मैंने शुणी पारुले वरिष्ठ कलाकार जगदानंद मिश्र आज्ञा को नियमित भाव एंता आलोचना जारी रहा आपण मैंने कार्यक्रम केंता लगला मतामत देवे भल लगले शेयर करबे कैमरा पर्सन अजीत संगे सुब्रत कुमार बेटिया ओडिया अस्मिता नमस्कार जुहार।